ସବୁଜିମା ସାହିତ୍ୟ ସଂସଦର ଉପଖଣ୍ଡ ସ୍ତରୀୟ କବିତା ଆସର 77ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ଆନନ୍ଦପୁରସ୍ଥିତ ଆନନ୍ଦ ଭବନଠାରେ ସବୁଜିମା ସାହିତ୍ୟ ସଂସଦର ଉପଖଣ୍ଡ ସ୍ତରୀୟ କବିତା ପାଠୋତ୍ସବ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନ ସଭାପତି ପ୍ରଦୀପ କୁମାର ହଜାରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ସୁନା, ମୁଖ୍ୟ ବକ୍ତା ଭାବେ ଗଦାଧର ମିଶ୍ର ପ୍ରାଧ୍ୟାପକ, ସମ୍ମାନିତ ଅତିଥି ଭାବେ ଡକ୍ଟର ବିଜୟ କୁମାର ସାହୁ ଅଧ୍ୟାପକ, ଶ୍ରୀଲେଖା ସାହୁ ଅଧ୍ୟାପକ ଓଡ଼ିଆ ବିଭାଗ, କବୟିତ୍ରୀ ସାବିତ୍ରୀ ଦାସ ଯୋଗଦାନ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସୁର ସ୍ୱାଗତ ଭାଷଣ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁ ଶମ୍ଭୁନାଥ ରଣାଙ୍କ ନିର୍ଦ୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କବି ଦୀପକ କୁମାର ମହାନ୍ତି, ପବିତ୍ର ମୋହନ ବେହେରା, ବାଞ୍ଛାନିଧି ସାହୁ, ସୁଭାଶିଷ ପାଢ଼ୀ, ଅଶୋକ କୁମାର ରାଉତ, ଶ୍ରୀଧର ମହାରଣା, ସୁରେନ୍ଦ୍ର କୁମାର ଜେନା, ହରେକୃଷ୍ଣ ପାତ୍ର, ସନାତନ ନାହକ, ରବୀନ୍ଦ୍ର ପ୍ରଶାନ୍ତ ଚାନ୍ଦ, କବି.com, ଅରବିନ୍ଦ ମିଶ୍ର, ରବିନାରାୟଣ ହୋତା, ପଦ୍ମନାଭ ପାତ୍ର, ବିନୋଦ କୁମାର ଘଡ଼େଇ, ମମତାରାଣୀ ଜେନା, ଅର୍ଜୁନ ସାହୁ, ସତ୍ୟ ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କୁନି କବି ସତ୍ୟଜିତ ପାତ୍ର, ବିଜୟଲକ୍ଷ୍ମୀ ଧାରା, ସୋନାଲି ସାହା, ସ୍ୱସ୍ତିକ ନାୟକଙ୍କୁ ସବୁଜିମା ସାହିତ୍ୟ ସଂସଦ ତରଫରୁ ମୁଖ୍ୟ ଅତିଥି ଦ୍ୱାରା ସମ୍ବର୍ଦ୍ଧନା ପତ୍ର ଦିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭାସଂ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, OTN TV।